ରାବଣର 10 ମୁଣ୍ଡ ପ୍ରକୃତରେ ଥିଲା କି ନାହିଁ। ଯୋଗାବଶିଷ୍ଟ ରାମାୟଣ କୁହନ୍ତି 10 ମୁଣ୍ଡର କଥା, ଆନନ୍ଦ ରାମାୟଣ କୁହନ୍ତି 10 ମୁଣ୍ଡର କଥା, କିନ୍ତୁ ବାଲ୍ମୀକି ରାମାୟଣରେ ବାଲ୍ମୀକି କୋଉଠି କହିନାହାନ୍ତି ରାବଣର 10 ମୁଣ୍ଡ ଥିଲା ବୋଲି। ଯଦି ରାବଣର 10 ମୁଣ୍ଡ ନଥିଲା ତାହେଲେ ରାବଣ ଯେତେବେଳେ ବ୍ରହ୍ମାଙ୍କୁ ତପସ୍ୟା କରୁଥିଲା ଅଗ୍ନିକୁଣ୍ଡରେ ଗୋଟି ଗୋଟି କରି 9ଟି ମୁଣ୍ଡକୁ ଆହୁତି ଦେବା ପରେ ବ୍ରହ୍ମା ବରଦାନ କରିଥିଲେ। ତାହେଲେ ରାବଣର ଇଏ 9ଟା ମୁଣ୍ଡ ଆସିଲା କୋଉଠୁ ଆଜ୍ଞା? ଆଜ୍ଞା ରାବଣ ଥିଲା ମହାମାୟାବୀ। ରାକ୍ଷସ ମାନେ ମାୟା ଆଚରଣରେ ଧୁରନ୍ଧର ନା, ତେଣୁ ବ୍ରହ୍ମାଙ୍କୁ ତପସ୍ୟା କଲା ବେଳେ ନିଜେ ମାୟା ମୁଣ୍ଡ ସୃଷ୍ଟି କରି ଗୋଟି ଗୋଟି କରି 9ଟା ମୁଣ୍ଡକୁ ଯଜ୍ଞ କୁଣ୍ଡରେ ଆହୁତି ପ୍ରଦାନ କରିଥିଲା। ପ୍ରକୃତରେ 10 ମୁଣ୍ଡ ତାର ନଥିଲା। ଆଉ ଯଦି 10 ମୁଣ୍ଡ ନଥିଲା ତାହେଲେ ପ୍ରଭୁ ରାମ ରାବଣ ଯୁଦ୍ଧ ଯେତେବେଳେ ହେଲା, ପ୍ରଭୁ ରାମଚନ୍ଦ୍ର ଯେତେବେଳେ ଶର ନିକ୍ଷେପ କଲେ ରାବଣର କେତେଟା ମୁଣ୍ଡକୁ କାଟିଥିଲେ କି? 12 କରି ପୁରା 10ଟା ମୁଣ୍ଡ କାଟିଛନ୍ତି ରାମଚନ୍ଦ୍ର। ତାହେଲେ ରାବଣର 10 ମୁଣ୍ଡ କେମିତି ନଥିଲା? ରାବଣର ପ୍ରକୃତରେ 10 ମୁଣ୍ଡ ନଥିଲା କି 20 ହାତ ନଥିଲା। ବାସ୍ତବ ଦୃଷ୍ଟିକୋଣରୁ ବିଚାର କଲେ ଗୋଟେ ମଣିଷ ପିଲା ମାତୃଗର୍ଭରୁ 10ଟା ମୁଣ୍ଡ 20ଟା ହାତ ନେଇ ଜନ୍ମ ହେବା କ'ଣ ସମ୍ଭବ? ଆଦୌ ନୁହେଁ ଆଜ୍ଞା। ତେବେ ରାବଣକୁ ଦଶାନନ 10 ଗ୍ରୀବ କାହିଁକି କୁହାଯାଉଥିଲା? ନା ରାବଣ ମାୟାରେ ତାର ଗ୍ରୀବାରୁ ମାୟା ମସ୍ତକ ସୃଷ୍ଟି କରୁଥିଲା। ଯେତେବେଳେ ଶତ୍ରୁ ସହିତ ସେ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହେଉଥିଲା ସେତେବେଳେ ଗ୍ରୀବାରୁ 10ଟା ମୁଣ୍ଡ ସୃଷ୍ଟି କରି ଶତ୍ରୁକୁ ଭୟଭୀତ କରୁଥିଲା ଏବଂ 20 ହାତ ସୃଷ୍ଟି କରି 20ଟା ହାତରେ ଅସ୍ତ୍ରଶସ୍ତ୍ର ଧାରଣ କରି ଯୁଦ୍ଧ କ୍ଷେତ୍ରରେ ଶତ୍ରୁକୁ ସଂହାର କରୁଥିଲା। ମାୟାବୀ ରାକ୍ଷସ ନା ବ୍ରାହ୍ମଣ ଏଇଭଳି କରୁଥିବାରୁ ତାକୁ ଦଶାନନ ବା 10 ଗ୍ରୀବ ବୋଲି କୁହାଯାଉଥିଲା। ଆଉ କ'ଣ କାରଣ ଆଜ୍ଞା? ନା ରାବଣ ଥିଲା ବ୍ରହ୍ମ ରାକ୍ଷସ, ଧୁରନ୍ଧର ଥିଲା ମାୟାରେ। ଯେତେବେଳେ ବ୍ରହ୍ମାଙ୍କୁ ତପସ୍ୟା କଲା ନା 9ଟି ମୁଣ୍ଡ ମାୟା ମୁଣ୍ଡ ଆହୁତି ପ୍ରଦାନ କଲା, ବ୍ରହ୍ମା ଆବିର୍ଭାବ ହେଇ ତାକୁ କହିଲେ ରେ ରାବଣ, ଆରେ କାହିଁକି ତପସ୍ୟା କରୁଛୁ? କାହିଁକି 9ଟା ମୁଣ୍ଡକୁ ତୁ ଅଗ୍ନିକୁଣ୍ଡରେ ଝାସ ଦେଲୁଣି, ଆହୁତି ଦେଲୁଣି? କ'ଣ ବର ଚାହୁଁଛୁ? ରାବଣ ମାଗିଲା ଅମର ବର। ବ୍ରହ୍ମା କ'ଣ ଅମର ବର ତାକୁ ଦେଲେ କି? କ'ଣ କହିଥିଲେ? ବେଧାବଧି ବୋଇଲେ ବିଶ୍ରବାନନ୍ଦନ ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ବୟସ ଆୟୁଷ ଯାହା ଅଛି ଭଲେ ଜାଣ। ଶ୍ରୀରାମ ଜୟ ରାମ ଶ୍ରୀରାମ ଜୟ ରାମ। ବହି ପାରି ନାହିଁ ଆନ କେହି ଏ ମର୍ତ୍ତ୍ୟରେ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। 56 ଗଣ୍ଡା ଯୁଗକୁ ବର ଏହି ବରେ। ଶ୍ରୀରାମ ଜୟ ରାମ ଶ୍ରୀରାମ ଜୟ ରାମ। 56 ଗଣ୍ଡା ଯୁଗକୁ ବର ଦେଇଥିଲେ ପ୍ରଭୁ ଭଗବାନ ବ୍ରହ୍ମା, କିନ୍ତୁ 56 ଗଣ୍ଡା ଯୁଗ ପର୍ଯ୍ୟନ୍ତ କ'ଣ ରାବଣ ବଞ୍ଚି ରହିଲା କି? 14 ଗଣ୍ଡା ଯୁଗ ଭୋଗ ପରେ ରାବଣ ମୃତ୍ୟୁବରଣ କରିଥିଲା।